ମକ୍ ଡ୍ରିଲ୍ କ'ଣ? କ'ଣ ଏହି ମକ୍ ଡ୍ରିଲ୍ ଓ ଯୁଦ୍ଧ ସାଇରନ୍? 1971 ମସିହା ପରେ ହେଉଛି ଏମିତି ମକ୍ ଡ୍ରିଲ୍। ସାଇରନ୍ ବାଜିଲେ କ'ଣ କରିବେ? ଏହା କିପରି ଶବ୍ଦ କରେ? ଏହା କେତେ ଦୂର ଯାଇପାରେ? ଆସନ୍ତୁ ସେ ବିଷୟରେ ଜାଣିବା। ଯଦି ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଭିଜିଟ୍ କରିଥିବେ ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। ଆସନ୍ତୁ ଜାଣିବା। ଏହା ସାଧାରଣତଃ 2ରୁ 5 କିଲୋମିଟର ଦୂରରେ ଶୁଣାଯାଇପାରେ। ଯୁଦ୍ଧ ସାଇରନ୍ ଶବ୍ଦ ବହୁତ ଜୋର ହୋଇଥାଏ। ଏହି ଶବ୍ଦ ଏକ ଚକ୍ରାକାର ଢାଞ୍ଚା ଅଛି, ଅର୍ଥାତ୍ ଏହା ଧୀରେ ଧୀରେ ବୃଦ୍ଧି ପାଏ, ତାପରେ ହ୍ରାସ ପାଏ ଏବଂ ଏହି କ୍ରମେ କିଛି ମିନିଟ୍ ପର୍ଯ୍ୟନ୍ତ ଜାରି ରହେ। ଯେତେବେଳେ ଏକ ଆମ୍ବୁଲାନ୍ସ ସାଇରନ୍ 110ରୁ 120 ଡେସିବେଲ୍ ଶବ୍ଦ କରେ, ସେତେବେଳେ ଏହି ଯୁଦ୍ଧ ସାଇରନ୍ 120ରୁ 140 ଡେସିବେଲ୍ ଶବ୍ଦ ଯୁଦ୍ଧ କରିଥାଏ। ସାଇରନ୍ ସାଧାରଣତଃ ପ୍ରଶାସନିକ କୋଠା, ପୋଲିସ ମୁଖ୍ୟାଳୟ, ଅଗ୍ନିଶମ କେନ୍ଦ୍ର, ସାମରିକ ଘାଟି ଏବଂ ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଉଚ୍ଚ ସ୍ଥାନରେ ଲଗାଯାଇଥାଏ। ଏହାର ଲକ୍ଷ୍ୟ ହେଉଛି ସାଇରନ୍ର ଶବ୍ଦ ଯଥାସମ୍ଭବ ପହଞ୍ଚିବା। ଏଗୁଡ଼ିକୁ ସମ୍ବେଦନଶୀଳ ଅଞ୍ଚଳରେ, ବିଶେଷ କରି ଦିଲ୍ଲୀ, ନୋଏଡା ଭଳି ସହରରେ ଲଗାଯାଇପାରିବ। କେବଳ ସେତିକି ନୁହେଁ, ଏହା ଦେଶର ପ୍ରତ୍ୟେକ ସହରରେ ମଧ୍ୟ ଲଗାଯାଇପାରିବ ସ୍ୱାଭାବିକ ଭାବରେ। ଏହି ପରିସ୍ଥିତି ସାରା ଦେଶରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ଅନେକ ମନରେ ପ୍ରଶ୍ନ ଉଠୁଥିବ ଯେ କେବଳ ଗୋଟିଏ ପ୍ରଶ୍ନ ଅଛି, ନିକଟ ଭବିଷ୍ୟତରେ ଯୁଦ୍ଧ ହେବାର ସମ୍ଭାବନା ଅଛି କି? ଅନେକ ପ୍ରଶ୍ନ ବି ଅଛି ଏବଂ ଏହା ଉପରେ ଆଧାର କରି ଅନେକ ଗୁଡ଼ିକ ଜନ୍ମ ନେଉଛି। ସେହି ସମସ୍ତ ଗୁଜବ ଦ୍ୱାରା ଦ୍ୱନ୍ଦ୍ୱରେ ପଡ଼ିବା ଯୁକ୍ତିଯୁକ୍ତ ନୁହେଁ। ତେଣୁ ଯଦି 7 ମେ 2025ରେ ହଠାତ୍ ଏକ ବହୁତ ଜୋରରେ ଏବଂ କିଛିଟା ଭୟଙ୍କର ସାଇରନ୍ ଶୁଣାଯାଏ, ତେବେ ଆପଣମାନେ ଭୟଭୀତ ହେବେ ନାହିଁ। ଏହା ସର୍ବଦା ମନେ ରଖିବା ଉଚିତ ଯେ ଏହା କୌଣସି ଜରୁରୀକାଳୀନ ପରିସ୍ଥିତି ନୁହେଁ, ବରଂ ଏକ ମକ୍ ଡ୍ରିଲ୍, ଅର୍ଥାତ୍ ଯୁଦ୍ଧ ପରିସ୍ଥିତିର ପାଇଁ ପ୍ରସ୍ତୁତ ହେବା ପାଇଁ ଏକ ଅଭ୍ୟାସ। ଏହି ସମୟ ମଧ୍ୟରେ ଯୁଦ୍ଧ ସାଇରନ୍ ବାଜିବା, ଯାହାଦ୍ୱାରା ଲୋକମାନଙ୍କୁ ଯୁଦ୍ଧ କିମ୍ବା ବିମାନ ଆକ୍ରମଣ ଭଳି ପରିସ୍ଥିତିରେ କ'ଣ କରିବାକୁ ପଡ଼ିବ ତାହା ଜଣାଇବେ।